କରିବୁ ମୁଁ ଜବ୍ କରିଛି ମୋ ବିଜନେସ୍ ପାର୍ଟନର ମତେ ଦେଇଛି। ପ୍ରତି ପଣ୍ଡା ହାଉସ ୱାଇଫ ନାଇଁ ଏଥର ବିଜନେସ୍ ଓମେନ୍। ବେଳେବେଳେ ଲୋକମାନେ ଏମିତି ବି କୁହନ୍ତି ଯେ ବହୁତ ସ୍ୱପ୍ନ ଅଧୁରା ରହିଯାଏ, କେବେ ପୁରା ହେଇପାରେନି, ଅସମ୍ଭବ ଲାଗେ। କିନ୍ତୁ ସତରେ ମୁଁ ଆଜି ଆପଣମାନଙ୍କୁ କହିବି ପ୍ରତ୍ୟେକଟି ସ୍ୱପ୍ନ ପୁରା ହୁଏ। କିନ୍ତୁ ସେତେବେଳେ ଏଇଟା ସମ୍ଭବ ଯେତେବେଳେ ଆପଣଙ୍କ ଉଦ୍ଦେଶ୍ୟ ଅନ୍ୟର ଖୁସି ହେଇଥାଏ, ଆପଣଙ୍କ କର୍ମରେ ପ୍ରେମର ସ୍ୱାଦ ଥାଏ, ଆଉ ଆପଣଙ୍କ ମନରେ ବହୁତ ସାରା ବିଶ୍ୱାସ ବି ଥାଏ, ଆଉ ନିଃସ୍ୱାର୍ଥ ଭାବନା ବି ଥାଏ। ସେତେବେଳେ ଆପଣଙ୍କର ସବୁ ସ୍ୱପ୍ନ ପୂରଣ ହୁଏ। ଆଜି ସେମିତି ହିଁ କିଛି ଗୋଟେ ଜିନିଷ ଘଟିଛି। ଆମ ବୋଉ, ମାନେ ଆମ ବୋଉ, ଆପଣ ମାନଙ୍କର ବି ବୋଉ, ତାଙ୍କର ଗୋଟେ ବହୁତ ବଡ଼ ସ୍ୱପ୍ନ 30-35 ବର୍ଷ ପରେ ପୂରଣ ହେଇଛି। ମୁଁ ତ ଜୀବନରେ ଆଜି ପ୍ରଥମ ଥର ପାଇଁ ଆପଣଙ୍କୁ ଏ ଭିଡ଼ିଓ ରେକମେଣ୍ଡ କରିବି, ପୁରା ଦେଖନ୍ତୁ। ଆପଣଙ୍କ ଦେହରୁ ଶିହରଣ ବାହାରିବ, ଆପଣଙ୍କ ରୋମ ଟାଙ୍କୁରି ଉଠିବ। ଯଦି ଆପଣ ବାସ୍ କେବଳ ହୃଦୟରୁ ଯଦି ଏ ଭିଡ଼ିଓଟିକୁ ଦେଖିଲେ ନିଶ୍ଚୟ ଆପଣ ୟାର ମହତ୍ଵ ବି ବୁଝିପାରିବେ, ଆଉ ଆପଣଙ୍କୁ ସେତିକି ଖୁସି ଲାଗିବ ଯେତିକି ଆମ ମାନଙ୍କୁ ଖୁସି ଲାଗୁଛି। ୟୁଟ୍ୟୁବ ରେ ଫାଷ୍ଟ ପେମେଣ୍ଟ ଆସିଛି ଗୁଲୁ ଯୋଉ ଆଣିକି ମୋ ହାତରେ ଦେଲେ, ସତ କଥା ଏଟା କେବଳ ମୋ ଟଙ୍କା ନୁହେଁ, ଏଟା ହେଲା ମୋ ଗୁଲୁ ଆଉ ମୋ ବୋଉ, ଏଇ ଦି ଜଣଙ୍କ ସପୋର୍ଟର ଜିନିଷ, ଯୋଉଥି ପାଇଁ କି ଆଜି ମୁଁ ଏ ଜିନିଷକୁ ପାରିଛି। ମୋ ସ୍ୱାମୀ ଆଉ ମୋ ବୋଉ ମୋ ସାଙ୍ଗରେ ନଥିଲେ, ମୁଁ ତ ଏତିକି ସପୋର୍ଟ ନ କରିଥିଲେ ମାନେ ମୁଁ ଅଚଳ ହେଇଥିବା ଅବସ୍ଥାରେ, ଯୋଉଟା କି ସମସ୍ତେ କୁହନ୍ତି ସେ ଅଚଳ ହେଇଗଲା, ଆଉ କିଛି କରିପାରିବନି ଜୀବନରେ। ତ ଏଇ ଦୁଇ ଜଣଙ୍କ ସପୋର୍ଟ ନ ରହିଥିଲେ ମୁଁ କେବେ 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 ବି ଏ ଜାଗାରେ ପହଞ୍ଚି ପାରିନଥାନ୍ତି। ଆଉ ଗୁଲୁଙ୍କ ବିଷୟରେ କହିବାକୁ ମତେ ଶବ୍ଦ ଦବା କିଛି ଦରକାର ହିଁ ନାହିଁ, କାହିଁକିନା ମୋ ଗୁଲୁ କେମିତି ସାରା ଦୁନିଆ ଜାଣିଛି। କିନ୍ତୁ ମୋର ଆଉ ଗୋଟେ ଫିଲିଙ୍ଗସ୍ ମୁଁ ଆପଣଙ୍କ ପାଖରେ ସେୟାର କରୁଛି, ଯୋଉଟା କି ବହୁତ ପିଲାଙ୍କର ଥିବ, ଏକୁଟିଆ ମୋର ନୁହେଁ, ବହୁତ ଝିଅଙ୍କର ଖାସ କରି ଥିବ। ଯେମାନେ ମୁଁ ଛୋଟ ବେଳରୁ ଯେତେବେଳେ ଶୁଣିଛି, ମୋ ବୋଉ ସବୁବେଳେ କୁହେ ମାଉନଲ ତୁ ଗୋଟେ ବଡ ଚାକିରି କରିବୁ। ମୁଁ ମୋ ବାପା ମାଙ୍କର ଜାଣିଥିବେ ଆପଣ ଗୋଟେ ଝିଅ, ମୋର ଗୋଟେ ସାନ ଭଉଣୀ ହେଇଥିଲା, ସେ ଜନ୍ମରୁ ହିଁ ତାର ଡେଥ୍ ହେଇଯାଇଥିଲା। ମୋ ବାପା ବୋଉ କିନ୍ତୁ କେବେ ମୋ ଝିଅ ପୁଅ ଭିତରେ କେବେ ପାର୍ଥକ୍ୟ କରିନାହାନ୍ତି, ମତେ ବହୁତ ସ୍ନେହରେ ବହୁତ ଭଲ ପାଇବାରେ, ଆଉ ମାନେ କେବଳ ଛୁଆ ହିସାବରେ ପାଳିଛନ୍ତି, ନୁହେଁ କି କେବେ ଝିଅ ହିସାବରେ ମତେ ସେମାନେ ପାଳିଛନ୍ତି। ଖାସ କରିକି ମୋ ବୋଉ ଜୀବନରେ ମାନେ ଯୋଉ କୁହନ୍ତି ନା ଛୁଆକୁ ମାନେ ସୁନା ଫରୁଆ ଭିତରେ ରଖିବା, ଫୁଲ ବିଛେଇ ଦେଇଥିବା ତା ପାଦ ତଳେ, ମୋ ବୋଉ ମତେ ସେମିତି କରିକି ରଖିছে। ବୋଉ ଲ ଖାଲି କହିଦେବି, ଆଉ ନ କହିବା ପୂର୍ବରୁ, ସତ କଥା ମତେ କେବେ କିଛି କହିବାକୁ ପଡିନି ମୋ ବୋଉକୁ, ନ କହିବା ପୂର୍ବରୁ ମୋ ବୋଉ ସବୁବେଳେ ମତେ ଆଣିକି ସବୁ ଜିନିଷ ଥୋଇ ଦେଇଛି, ଆଉ ସବୁ ଜିନିଷ ମୋ ଜୀବନରେ ଭର୍ତ୍ତି କରିଦେଇଛି, ସବୁ ଖୁସି। ସେଥିପାଇଁ ତାକୁ ଯାହା କରିବାକୁ ପଡେ, ଯଦି କେତେବେଳେ କାହା ସହ ଝଗଡା ବି କରିଛି, କାହାକୁ ମନେଇଛି ବି, ରିକ୍ୱେଷ୍ଟ ବି କରିଛି, ଭଲ ଥିଲା ବେଳେ, ରୋଗ ହେଲା ପରେ, ସବୁବେଳେ ମୋ ବୋଉ ବେଳେ ବେଳେ ରୋଗ ହେଲା ବେଳେ ଏମିତି ପରିସ୍ଥିତି ଆସିଛି, ମାନେ ଲୋକଙ୍କୁ ଯାଇକି ହାତ ଯୋଡ଼ିକି ରିକ୍ୱେଷ୍ଟ କରିଛି, ମୋ ଛୁଆ ଏଟା ଖୋଜୁଛି, ପଇସା ଦଉଛି, ଟିକେ ଆଣିଦେନା, ଏମିତି ବି ସିଚୁଏସନ ଆସିଛି ବେଳେ ବେଳେ। କିନ୍ତୁ ମୋ ବୋଉ ମତେ ପାଠ ପଢେଇଲା, ସବୁବେଳେ ମୋ ବୋଉ ମାଉନଲ ତୁ ଚାକିରି କରିବୁ, ବଡ ଚାକିରିଟେ କରିବୁ, ଦେଇକି ଆମେ ବୁଲିବା, ସାଙ୍ଗ ହେଇକି ଖାଇବା, ଆଉ ଇଏ କରିବା, ଗୋଟେ ଖୁସି, ଯୋଉଟା କି ମୋ ମନରେ ବି ସବୁବେଳେ ଗୋଟେ ଥିଲା। ସତ କଥା, ମୁଁ ମୋ ବାପା ମାଙ୍କର ଗୋଟେ ଛୁଆ, ଆଉ ମୁଁ ଯଦି ମୋ ବାପା ମାଙ୍କୁ ଜବ୍ କରିକି ମୁଁ ନ ଇଏ କରିମି, ମୋ ବାପା ମାଙ୍କୁ କେୟାର କେମିତି ନେବି? ତ ମତେ କେୟାର ପାଇଁ କିଛି ନା କିଛି କରିବାକୁ ପଡିବ, ତ ମୁଁ ସେଇ ହିସାବରେ ଜୀବନରେ ସେଇଟା ମୋର ଧାରଣା ଥିଲା। କିନ୍ତୁ ମୋ ବୋଉ ମତେ ଜବ୍ କରିବା କଥା ସବୁବେଳେ କୁହେ, କିନ୍ତୁ ଗୋଟେ ଶବ୍ଦ ତା ପୂର୍ବରୁ ତାର ଗୋଟେ ସେଣ୍ଟେନ୍ସ ଥାଏ, ମୁଁ ତ କେବେ ଲାଇଫରେ ଜବ୍ କରିପାରିଲିନି, କିନ୍ତୁ ତୁ ଜବ୍ କର ମୁଁ ଚାହୁଁଛି, ଆଉ ତୁ ଜବ୍ କରିକି ମତେ ସବୁବେଳେ ସପୋର୍ଟ ଦବୁ। ହଉଲୋ ମାଉନ ମତେ ଭୁଲିଲ କରିବୁଲ। ମୋର ବି ସେଇଟା ଚିନ୍ତାଧାରା ହେଇଯାଇଥିଲା ମୋ ବୋଉ ପାଖରୁ ଶୁଣିବା ପରେ, କିନ୍ତୁ ଏଇ ବିଜନେସ ଚ୍ୟାନେଲ ଷ୍ଟାର୍ଟ କରିବା ପରେ ମୋ ଚିନ୍ତାଧାରା ସତରେ ଏସଟି ଫ୍ୟାମିଲି ବଦଳିଗଲା। ଆଉ ଗୋଟେ ଏମିତି ଚିନ୍ତାଧାରା ମୋ ମନରେ ଆସିଲା, ଯୋଉ ଚିନ୍ତାଧାରା ଆସିବାର କାରଣ ମୁଁ ଜାଣିନି, କିନ୍ତୁ ଯେତେବେଳେ ବିଜନେସ ଚ୍ୟାନେଲ ଷ୍ଟାର୍ଟ କଲି, ପ୍ରଥମେ ତ ଗୁଲୁ ମୁଁ ମିଶିକି ଷ୍ଟାର୍ଟ କଲେ, ଗୁଲୁ ମତେ ହେଲ୍ପ କରନ୍ତି। ମୋ ବୋଉକୁ ମୁଁ ଖାଲି ଦିନେ କହିଲି, ମୁଁ ଦେଖିଲି ମୁଁ ଯେତେବେଳେ ଶାଢୀ ଭିଡିଓର ରିଭ୍ୟୁ ଦେଖଉଛି, ମୁଁ କେମିତି ଦେଖେଇବି, ମୁଁ ତ ପିନ୍ଧି ପାରିବିନି ଶାଢୀ, ଆଉ ହୁଇଲ ଚେୟାରରେ ପିନ୍ଧିକି ଶାଢୀ ଭିଡିଓ ଦେଖେଇବା ଇମ୍ପସିବଲ। ମୋ ବୋଉ କହିଲି ବୋଉଲ ତୁ ଟିକେ ଶାଢୀ ପିନ୍ଧବୁ ନାଲୋ, ମୁଁ ଖାଲି ଫଟୋ ଭିଡିଓ ଟିକେ ନେବି, ମୋ ରିଭ୍ୟୁ ଭିଡିଓରେ ଲଗେଇବି। ମୁଁ କହିଲା ହଁ ମୁଁ ପିନ୍ଧିବି, ତୁ ବ୍ୟସ୍ତ ହନା, ମୁଁ ତତେ ସବୁର ହେଲ୍ପ କରିଦେବି, ଇଏ କରିଦେବି। ତ ସେ ଶବ୍ଦଟା କଣ ଥିଲା, ବୋଉଲ ତୁ ମତେ ଟିକେ ହେଲ୍ପ କରିବୁ ନା? ବୋଉ ମତେ କଣ କହିଲା, ହଁ ଲୋ ମାଉନି ମୁଁ ତତେ ହେଲ୍ପ କରିବି।
ଧୀରେ ଧୀରେ ବୋଉ ମତେ ସବୁରେ ଆପଣ ଦେଖିଥିବେ ସବୁ ଶାଢୀ ବହୁତ କିଛି ପ୍ରଡକ୍ଟ ରେ ମୋ ବୋଉ ଅଛି ସେଥିରେ ମୁଁ କେବଳ ଆପଣଙ୍କୁ ଦେଖେଇଛି କିନ୍ତୁ ମୋ ବୋଉ ସବୁ କିଛି ଜିନିଷ ପ୍ରେଜେଣ୍ଟ କରିଛି ଧୀରେ ଧୀରେ ମୋ ପାଟିରୁ ଗୋଟେ ଶବ୍ଦ ବାହାରି ଆରମ୍ଭ ହେଲା ଯେତେବେଳେ ମୋ ବୋଉର ପରିଶ୍ରମ ସେଠି ରହିଲା ନୁହେଁ କି ମୋ ବୋଉର ହେଲ୍ପ ମୋ ପାଇଁ ମୁଁ ତା ପରିଶ୍ରମ ପାଇଁ ମୋ ପାଟିରୁ ଗୋଟେ ଶବ୍ଦ ସବୁବେଳେ ବାହାରିଲା ତୁ ମୋ ପାର୍ଟନର ତୁ ମୋ ବିଜନେସ ପାର୍ଟନର ତୁ ମୋ ପାର୍ଟନର ଗୁଲୁ ତ ମୋ ବିଜନେସ ପାର୍ଟନର ଥିଲେ ତୁ ବି ଏବେ ମୋ ବିଜନେସ ପାର୍ଟନର ଆଉ ସେଇଟା ରିଏଲ ଫିଲିଂସ୍ ମୋର ଥିଲା ମୁଁ ଯେତେବେଳେ ବିଜନେସ ଚ୍ୟାନେଲ ଷ୍ଟାର୍ଟ ହେଲା ମାନେ ଆଉ ମୋ ବ୍ଲଗ ଚ୍ୟାନେଲ ବି ମାନେ ମୁଁ ଯେତେବେଳେ ଜିନିଷ ଆଣିପାରିଲି ଏଇ ରୋଗରେ ମୋ ବୋଉ ପାଇଁ ମୁଁ ସବୁବେଳେ ଫିଲ୍ କରେ ଯାହା ହଉ ମୋ ବୋଉକୁ ମୁଁ ଆଣିକି ଜିନିଷ ଦେଇପାରୁଛି ହୁଏତ ସେଟା ଗୋଟେ ଖୁସି ଫିଲିଂସ୍ କିନ୍ତୁ ସେଟା ଗୋଟେ ପ୍ରାଉଡ ଫିଲିଂସ୍ ନଥିଲା କିନ୍ତୁ ଆଜି ମୁଁ କହୁଛି ଏଇ ଟଙ୍କା ଧରିକି ମୁଁ କହୁଛି ମୋ ବୋଉର ଯୋଉଟା ଇଚ୍ଛା ଥିଲା ସେ ଇଚ୍ଛାକୁ ମୁଁ ନୁହେଁ ବୋଉ ନିଜେ ପୂରଣ କରିଛୁ ତୁ ଜାଣିଛୁ ତୁ ଅଲରେଡି ଗୋଟେ ବିଜନେସ ଓମେନ ହେଇଯାଇଛୁ ତୁ ଗୋଟେ ବିଜନେସ ପାର୍ଟନର ଏବେ ମାନେ ତୁ ଯୋଉ ଜବ୍ କରିବୁ ଜୀବନରେ ମୁଁ ଜବ୍ କରିନାହିଁ ମୁଁ ଜବ୍ କରିପାରିବିନି ମୁଁ ତ କରିପାରିଲିନି ଅଫସୋସ ତୋର ଥିଲା ତ ଅଫସୋସକୁ ତୁ ନିଜେ ମତେ ହେଲ୍ପ କରିବା ଏର ପୂରଣ କରିଛୁ ଆଜି ତୁ ଗୋଟେ ବିଜନେସ ଓମେନ ହେଇଯାଇଛୁ ତୁ ପିନ୍ଧୁଛୁ ଶାଢୀ ସମସ୍ତେ ପସନ୍ଦ କରୁଛନ୍ତି ତୁ ଯୋଉ ଲୁକ୍ ନଉଛୁ ସେଇଟା ଆମ ଏସଟି ଫ୍ୟାମିଲି ସମସ୍ତଙ୍କୁ ପସନ୍ଦ ଆସୁଛି ସମସ୍ତେ ତ ପିନ୍ଧିବା ଲୁକ୍ ଦେଖିକି ସେଠି କମେଣ୍ଟସ୍ ଲେଖୁଛନ୍ତି ମାଉସୀ ଶାଢୀ ବଢିଆ ଲାଗୁଛି ଆମେ ଏଇ ଶାଢୀଟା ଆଣିବା ଆମକୁ ବହୁତ ପସନ୍ଦ ଆସୁଛି ତ ମାନେ ମୁଁ ତୋ ଉପରେ ପ୍ରାଉଡ ଫିଲ୍ କରୁଛି ତୋର ଯୋଉ ଇଚ୍ଛାଟା ତୁ ପୂରଣ ହେଇଯାଇଛି ତୁ ନୁହେଁ ଏଇଥିରେ ଆମେ ଦୁଇ ଜଣ ଯାକ ପ୍ରାଉଡ ଫିଲ୍ କରୁଛୁ ବୁଲୁ ମୁଁ ଆମେ ଦୁଇ ଜଣ ଯାକ ପ୍ରାଉଡ ଫିଲ୍ କରୁଛୁ ଆମ ବୋଉ ଏବେ ବିଜନେସ ଓମେନ ଆଉ ଏ ଟଙ୍କା ସତରେ ଏକୁଟିଆ ମୋର ନୁହେଁ ଗୁଲୁର ମୋର ତ କେବେ ମୁଁ ତୋର ମୋର ଆମର ଭିତରେ ନାହିଁ କିନ୍ତୁ ମୋ ବୋଉ ବିଜନେସ ଇଏରେ ପାର୍ଟନର ହିସାବରେ ତାର ଯୋଉ ଜିନିଷ ତା ଶ୍ରେୟ ଆଜି ମୁଁ ତାକୁ ଦେବି ତୋ ଟଙ୍କା ତୁ ଆଜି ନିଜେ ହାତରେ ଧରିବୁ ତୁ ଇନକମ କରିଛୁ ଏ ଟଙ୍କା ତ ଇନକମ ଆମେ ଦି ଜଣ ଦଉଛେ ତ ପ୍ରଥମ ତ ବୋଉ ବହୁତ ଖୁସି ନା ତୁ କିନ୍ତୁ ଖୁସି କିସ ନୁହେଁ ହବ ଟଙ୍କା ତୁ ଏଟା ମୁଁ ଦେଇ ନାହିଁ ତତେ ମାନେ ଏଟା ଜାଣିଛି ତୁ ଇନକମ କରିଛୁ ତୋ ହଁ ତୋ ବିଜନେସ ଟଙ୍କା ଜାଣିଛି ତୋ ଛୁଆ business ମାନେ ତୁ ଯାଇକି ଏଟିଏମ ରୁ ଉଠେଇ ପାରିବୁନି ଆମେ ହଁ। ତତେ ଉଠେଇ ଆଣିକି ଦେଇଛେ ତୁ ଜବ୍ କଲୁ ତ ଜବ୍ ର ପ୍ରଥମ ଟଙ୍କା ତୋର ଏଇଟା ମୁଁ କହୁଛୁ ବହୁତ ଖୁସି ଜବ କରିକି ମତେ ବି ତୁ ସାହାଯ୍ୟ କରୁଛୁ ଛୁଆ ବି ସାହାଯ୍ୟ କରୁଛନ୍ତି କିନ୍ତୁ ଟଙ୍କା ମୋର କିସ ହବ ସବୁ ତ ନାଉଛୁ ପିନ୍ଧୁଛୁ ଖାଉଛୁ ସବୁ ବି କରୁଛୁ ଏଟା ଗୋଟେ ଖୁସି ମୁଁ ହଁ ଚାହୁଁଛି ଏଟାକୁ ତୁ ଫିଲ୍ କର ଜୀବନର ତୋ ଯୋଉ ଦୁଃଖ ଥିଲା ମୁଁ କେବେ କାମ କରେ ମୁଁ କାହା ଗୋଟେ କାମ କରିଥାନ୍ତି ମୋ ଛୁଆକୁ ଆଣିକି ଦେଇଥାନ୍ତି ମୋ ସ୍ଵାମୀ ପାଇଁ ମୁଁ ବି ମୋ ସ୍ଵାମୀ ଯାରୁ ମୋ ପାଇଁ ଆଣିଛି ମୁଁ ବି ନେଇ ଆସିଥାନ୍ତି ମୋ ଛୁଆ ମାନେ ଯାରୁ ମୋ ପାଇଁ ଆଣିଛି ମୁଁ ବି ଗୋଟେ ଘିନି ଆସିଥାନ୍ତି ଆଜିଠୁ ତୁ ଆଣିବୁ ଆମ ପାଇଁ ନିଜେ ଆଉ ଏଟା ତୁ ମାନେ କିଛି ଦୁଃଖ ବା କିଛି ବି ଭାବନା ଏଟା ବହୁତ ଦୁନିଆର ତୋ ପାଖରୁ ଲୋକ ଇନ୍ସପାୟାର ହେବେ ଏ ବୟସରେ ତୁ ଏଇ କାମ କରିପାରୁଛୁ ସୋସିଆଲ ମିଡିଆରେ ତୁ ହ୍ୟାଣ୍ଡେଲ କରିପାରୁଛୁ ଆଠୁ ବଡ ଜିନିଷ କିଛି ନାହିଁ ଆଉ ତୁ ଜବ୍ କରିକି ତୁ ଏ ଟଙ୍କା ଇନକମ କରିଛୁ ତୋ ପରିଶ୍ରମର ଫଳ ଏଇଟା ଇଏ ଆମ ବୋଉ ବିଜନେସ ଓମେନ ବିଜନେସ ଓମେନ ବି ବିଜନେସ ପାର୍ଟନର ବି ଆମେ ଦୁଇ ଜଣ ଯାକ ହାତ ଜାଲକୁ ଗଲ ହୁଁ ଏ ହାତ ବି ଗୁଲୁ ଆଉ ଗେଲି ପ୍ରାଉଡ ଫିଲ୍ କରୁଛନ୍ତି ବୋଉ ଉପରେ ଆମ ବୋଉ ବିଜନେସ ବିଜନେସ ଓମେନ ଓମେନ ଆଉ ଭଗବାନ ସମସ୍ତଙ୍କୁ ସବୁବେଳେ ସମସ୍ତଙ୍କୁ ଏଇଭଳିଆ ଛୁଆ ହିଁ ଦଉ ସତ କଥା ମା ମାନେ ସପୋର୍ଟ ଦବାର କେତେ ମାନେ ବହୁତ ମା ମାନେ କାନ୍ଦନ୍ତି ଖାଲି ଏଇ ମାସରେ ନୁହଁ ତୁ ପ୍ରତି ମାସର ତୋ ପରିଶ୍ରମର ଫଳ ତୁ ଇନକମ କରିବୁ ତୁ ଯେତିକି ପରିଶ୍ରମ କରିବୁ ସେତିକି ଫଳ ପାଇବୁ ଆମେ ଯେତିକି ପରିଶ୍ରମ କରିବା ଆମେ ଫଳ ପାଇବା ତ ଆଜିଠୁ ତୁ ବିଜନେସ ଓମେନ ହେଇଗଲୁ ଆଉ କଣ କହିବୁନି ମୁଁ ହାଉସ ୱାଇଫ ଏଥର ଟୁନିମଣି ସାଇଟ ରୁ କଟିଯିବ ଆରତି ପଣ୍ଡା ହାଉସ ୱାଇଫ ଏଥର ବିଜନେସ ଓମେନ ବହୁତ ପ୍ରାଉଡ ଫିଲ୍ ହଉଛି ପରିଶ୍ରମ କରିକି ଆମେ ଏ ଖୁସିକୁ ଅର୍ଜନ କରୁଛେ ଆମେ ଏଟାକୁ ଅର୍ଜନ କରୁଛେ ଲଢୁଛେ ଆମେ ପରିସ୍ଥିତି ସହ ଏସଟି ଫ୍ୟାମିଲି ସମସ୍ତେ ଆମ ଏସଟି ଫ୍ୟାମିଲି ପ୍ରାଉଡ ଫିଲ୍ କରିବେ ଆମ ବୋଉ ଏ ସିଚୁଏସନରେ ଏ ପରିସ୍ଥିତିରେ ଏ ଏଜ ରେ ଆଉ ସବୁ କିଛି କୁ ହ୍ୟାଣ୍ଡେଲ କରିକି ଘର କାମକୁ ଆପଣ ଜାଣିଥିବେ ରୋଗ ହେଇଛି ମାନେ ଆମ ଘରେ କେତିକି କୋଉ ଭଳି କାମ ହଉଥିବ କୋଉ ପରିସ୍ଥିତିରେ ଚାଲୁଥିବ ଫିର ବି ମୋ ବୋଉ ସନ୍ଧ୍ୟା ହବା ପୂର୍ବରୁ ଟାଇମିଂ ମାନେ ଟାଇମିଂ ରୁଟି ସାରି ମାଉନୁ ଆଜି ପରା ଭିଡିଓ ସୁଟ କରିବାର ଅଛି ଯାଇକି ରେଡି ହେଇକି ମୋ ବୋଉ ବସିଯିବ ତାହେଲେ ଭାବନ୍ତୁ କେତେ ଡେଡିକେଟେଡଲି ସିଏ ବି କାମ କରେ ଆମ ସହ ତା ପ୍ରଥମ ଇନକମ ମୁଁ ବହୁତ ଖୁସି ଛୁଆ ମାନେ ଦେଇଛନ୍ତି କାଇଁ ଖୁସି ହେବିନି ଛୁଆ ଦେଇନାହାନ୍ତି
ଏଟା ତମେ ନିଜେ ଇନକମ୍ କରୁଛ। ଆଉ ମୋ ଛୁଆ ମୋ ହାତରେ ଦେଇଛନ୍ତି ନା। ହଁ ଏଟା ସେଇଟା ଆମେ ବି କେବଳ ଭାବୁଛୁ ତମ ଏଟିଏମ ରୁ ଉଠେଇ ଆଣିକି ଆମକୁ ତମକୁ ଧରେଇଛେ ଆମେ। ଆଉ ଯେହେତୁ ତମେ ଯାଇପାରିବନି ଏଟିଏମ ରୁ ଉଠେଇ ପାରିବନି, ତ ଆମେ ତମ ଆକାଉଣ୍ଟ ରୁ ଆଣିକି ତମକୁ ଧରେଇଛେ ସେଇଟା ଭାବ। ଆଜି ତ ପର୍ସ ରେ ତୁ ରଖିବୁ ତ ଇନକମ ଟଙ୍କା। ମାର୍କେଟ ଗଲେ ତୋ ଟଙ୍କାରେ ତୁ ଜିନିଷ କିଣିକି ଆଣିବୁ। ଆରେ ମୁଁ ଭାବୁଛି ମୋ ବୋଉ କେତେ ଖୁସି ହବ, ମାଉଲ ମୁଁ ଏଇଟା ଆଣିଛି ଲୋ ଟଙ୍କାରୁ। ମୁଁ 10 ଟଙ୍କା ପାଇଏନି ବି ମାନୁଲ ମୁଁ ଆଜି ତତେ ଏଟା ଆଣିଦେବି ଲୋ, ମାନୁଲ ସେଟା ଆଣିବି ତ ନେଇକି ଏଇଠି ମୁଁ ବି ଆଗରୁ ସତ କଥା। ଆଗରୁ ନୁହେଁ, ମୁଁ ଏବେ ବି ଦେଖୁଛି, ଏବେ ବି ସେଇଆ। ଏବେ ଏକୁଟିଆ ମତେ ନୁହେଁ, ବୋଉ ଏବେ ଗୁଲୁକୁ ବି ଛୁଆର ଏଇଟା ଆଣିମି। ଥରେ ମୋ ମାଉସୀ ସାବିତ୍ରୀ ବ୍ରତରେ, ଅବଭିୟସଲି ସ୍ତ୍ରୀ ଲୋକ ସାବିତ୍ରୀ ବ୍ରତ କରନ୍ତି, ମୋ ମାଉସୀ ମତେ ସାର୍ଟ ଆଉ ଶଙ୍ଖା ପାଇଁ ମା ମୋ ବୋଉ ଯାଇକି ମୋ ଗୁଲୁକୁ କହିଲା, ଛୁଆ ଲୋ ତମ ପାଇଁ ବି ଟଙ୍କା, ତମେ ବି ଯାଅ ସାର୍ଟ ଆଣିବ, କାହିଁକି ମୋ ଛୁଆ ଅଧା ଛୁଆ ପିନ୍ଧିବ, ଗୋଟେ ଛୁଆ ପିନ୍ଧିବ ଆଉ ଗୋଟେ ଛୁଆ କାହିଁ ପିନ୍ଧିବନି। ଓଃ ଥକି ପଡୁଛୁ କଥା ମାନେ ମନର ଭାବନା ରଖିଲି। ଆଜି ମୁଁ ସମସ୍ତଙ୍କୁ ଫୋନ କରିକି କହିବି ମୋ ବୋଉ ବିଜନେସ ଓମେନ ହେଇଯାଇଛି। ବୁଝିଲୁ, ତୁ ସବୁବେଳେ ଫୋନ କରିକି ତ ଗୁଲୁ ଆଉ ଗେଲି କଥା କହୁଛୁ ନା, ଆଜି ଆମେ ବୋଉ କଥା କହିବା ଗୁଲୁ ଗେଲି ଫୋନ କରିକି। ହଁ ନା ଗୁଲୁ? ଆମେ ଚାରିଆଡେ ସବୁ ଷ୍ଟାଟସ ମାରିବା, ଚାରିଆଡେ ସବୁ ସେୟାର କରିବା, ଚାରିଆଡେ ଆମ ସବୁ ବୋଉ ଇଏ ହେଲା କରିବା। ବିଜନେସ ଓମେନ। ଆମ ବୋଉ ବିଜନେସ। ଆପଣ ମାନେ ବି କହିବେ, ଆପଣ ମାନଙ୍କୁ ତ ବୋଉ ମନା କରୁଛନ୍ତି ଯେ ମାଉସୀ ଡାକିବାକୁ ମନା କରୁଛନ୍ତି, ବୋଉ ବୋଉ ହିଁ ଡାକିବେ। ଡାକିବେ, ମାଉସୀ ଡାକିବେନି ବିଲକୁଲ ବି। ତ ଚାରିଆଡେ ଆପଣ ମାନେ ସେୟାର କରିବେ ଭିଡିଓ ଟାକୁ, ଦେଇକି ଲେଖିବେ ଆମ ବୋଉ ବିଜନେସ ଓମେନ ହେଇଗଲେ, ସବୁ ଲେଖିକି ସେୟାର କରିବେ ଚାରିଆଡେ। ମାନେ ମୋ ସ୍ଵାମୀ ତ ଚାକିରି କରିଛନ୍ତି, ମାନେ ମୋ ମନରେ ବି ମୁଁ ଚାକିରି କରିଥାନ୍ତି, ମୁଁ ମୋ ପଇସାରୁ ଯାଇକି ଛୁଆ ନେଇକି ଆଣନ୍ତି, ଆଣିକି ଖୁସି କହନ୍ତି ଭଉଣୀଲୋ ମୁଁ ତ ଏଇ ଜିନିଷ ଟା ଆଣିଥିଲ। ଛୁଆଙ୍କ ନେଇକି ବି ଆଣିପାରନ୍ତି, ତା ବାପା ନେଇକି ବି ଆଣିପାରନ୍ତି। ମାନେ ସେଇଟା ଗୋଟେ ସବୁବେଳେ ମୋ ମନରେ ଥିଲା, ମୁଁ ଗୋଟେ କିଛି କରିପାରିଲିନି ସତରେ, କିଛି ଟଙ୍କା ଆଣିପାରିଲିନି। ମୋ ବୋଉ ପାଖରେ ସବୁବେଳେ ସବୁ ଜିନିଷ ଆଭେଲେବୁଲ, କିନ୍ତୁ ମନରେ ଗୋଟେ ମାନେ ଆଶା ଯେ ହଁ ମାନେ ଆଶା। ମୁଁ ଗୋଟେ କାଶ ଚାକିରି କରନ୍ତି ବା କିଛି ବି ଗୋଟେ କରିପାରନ୍ତି, ଯୋଉଥିରେ କି ମୁଁ ବି ଗୋଟେ ମାନେ ସେଇ ଖୁସିଟାକୁ ପ୍ରେଜେଣ୍ଟ କରନ୍ତି ଯେ ମୁଁ ଆଣିଛି ସେଇ ଜିନିଷ ଟା। ମାନେ ସରପ୍ରାଇଜ ଦବାକୁ ମନ ହଉଥିବ, ବା ହଁ କିଛି ଗୋଟେ ଜଣ ମନେକର ଆଜି ଗୋଟେ ବାର୍ଥଡେ ବୋଉଙ୍କର ମନେକର ଆଜି ଗେଲି ବାର୍ଥଡେ, ତ ବୋଉଙ୍କର ମନ ହଉଥିବ ମୁଁ ଯାଇକି ଟିକେ ନେଇ ଆସନ୍ତି ଛୁଆ ପାଇଁ ଗୋଟେ ଗିଫ୍ଟ ଟେ ନେଇ ଆସନ୍ତି, ବା ଛୁଆ ପାଇଁ ଗୋଟେ କେକ୍ ଟେ ନେଇ ଆସନ୍ତି। ମୁଁ ନିଜେ ଇନକମ କରିକି ନିଜ ପଇସାରୁ ସେଟାକୁ ମାନେ ଫିଲିଙ୍ଗସ ଓଭିଅସଲି ସେଟା ଗୋଟେ ବହୁତ ବଡ ଫିଲିଙ୍ଗସ, ମୁଁ ନେଇ ଆସିକି ତାକୁ ସରପ୍ରାଇଜ ଦେଇଛି, ମାଉଲି ମୁଁ ଏଇଟା ଆଣିଛି ନେଲେ ଗିଫ୍ଟ ତୋ ଆଉ ପାଇଁ। ଯାହାବି ଆଣିନେ ମତେ ବହୁତ ଖୁସି ଲାଗେ, ମାନେ ମୋ ମନର ଭାବନା ଏଇଟା ବହୁତ ଖୁସି ଲାଗେ, ମୁଁ ଆଣିକି ଦେଇ ପାରିନି ମୋ ଛୁଆ। ଭାବିନଥିଲି କେବେ ମୋ ବୋଉର ଏ ସ୍ୱପ୍ନ ଟାକୁ ମୁଁ ପୂରଣ କରିପାରିବି। ହଁ ଆଜି ମୋ ସିଏ ଛୁଆ ଯୋଉ ପୂରଣ କରିଦେଇଛନ୍ତି, ସତ କଥା। ଦିଟା ଛୁଆ ମୋର ଦୁଃଖ ଥିଲା ଚାକିରିର, ମନର ଗୋଟେ ଚାକିରି କରିଥାନ୍ତି, ଆଜି ସେ ଚାକିରି ମୋର ପୂରଣ ହେଇଯାଇଛି। କେତେ ପଇସା ଇଏ ଗୁଲୁ ହେଇ ଚାଲିବାର ଚାଲିବାର। କେତେ ଗୁଡା ପଇସା ହେଇ ବୋଉ ଆମର ବିଜନେସ ମ୍ୟାନ ହେଇଗଲେ। ହଁ ଗୋଟେ ଚୁଡ଼ି ପିନ୍ଧିନି ମୋ ମନରେ ଥାଏ, ମୁଁ ଭଲ ଚୁଡ଼ି ପିନ୍ଧିବି, ଭଲ ଶାଢୀ ପିନ୍ଧିବି। ସବୁବେଳେ ଆଶା ଥାଏ ମୋର ସେଇଟା ଟିକେ, ମାନେ ଛୁଆ ବେଳୁ। ମୋ ବୋଉ ବି କୁହେ ସେ ଗୋଟେ ସାର୍ଟ ଯଦି ରଖିଥିବ କେତେବେଳେ ପିନ୍ଧିବ ତାକୁ। ବୋଉଲୋ ମୁଁ ପିନ୍ଧିବି। ମାନେ ମନର ମାନେ ଭଲ ପିନ୍ଧିବି, ଭଲ ଖାଇବି, ମୋର ଆଉ କିଛି ମାନେ ସଞ୍ଚୟ କରି ମୋର ସେଇଟା ଭାବନା ନଥାଏ। ମୋ ଛୁଆକୁ ବି ସେଇଟା ଆଜି ଅଛି ଚା ବୁଲି ଆଇବା, ଖାଇକି ଚାଲିଆଇବା ବୁଲି ବୁଲାକି ଚାଲିଲା। ସେ ଭଲ ଥିଲା ବେଳେ ଆମେ ଚାଲିଲେ ବୁଲିକି ସବୁବେଳେ ଖାଇ ଖୁଇ ସ୍କୁଟିରେ ବୁଲିକି ଆସୁ। ଯାଆନ୍ତି, ଯାଇକି ବୁଲିକି ଖାଇ ପିଇକି ଇଏ କରିକି ଖୁସି ହେଇକି ଯାହା ହେଲେ ସେଇ ବି ଗୋଟେ ଖୁସିଟା ଘର କାଇଁ ଭିତରେ ଗୋଟେ ଜଣେ ହାଉସ ୱାଇଫ ଯେତେବେଳେ ଥାଏ, ସେତେବେଳେ ସେ ଗୋଟେ ଘର ଭିତରେ ତାର ସର୍ବସ୍ୱ ସେଇଠି ଲଗେଇ ଦେଇଥାଏ। ମୋ ଘରକୁ କେମିତି ସଜାଡିମି, ଘର ଲୋକ କେମିତି ଠିକ ରହିବେ, ମୋ ଛୁଆ କେମିତି ଠିକ ରହିବ, ମୋ ସ୍ୱାମୀ କେମିତି ଠିକ ରହିବ, ବାପା ମା କେମିତି ଠିକ ରହିବେ, ସବୁ ଜିନିଷକୁ ଭାବିକି ସେ ଗୋଟିଏ ଘର ଭିତରେ କିନ୍ତୁ ସେ ବାନ୍ଧି ହେଇକି ଥାଏ। କିନ୍ତୁ ଯେତେବେଳେ ଟିକେ ଖୁସି ପାଏ, ଟିକେ ବାହାରକୁ ଯାଏ, ବୁଲି ଆସେ, ମନଟା ବି ହାଲକା ହେଇଯାଏ। ତାପରେ ସେ ଯେତିକି ପରିଶ୍ରମ କରୁଥାଏ ସେଟା ବି ଟିକେ କମିଯାଏ। କିନ୍ତୁ ସେଥିପାଇଁ ବେଳେ ବେଳେ ଯୋଉ ଗୋଟେ ଫିଲିଙ୍ଗସ ଆସେ, ମୁଁ ବି କାଶ ମାନେ ରୋଜଗାର କରୁଥାନ୍ତି, ମୁଁ ସମସ୍ତଙ୍କୁ ଖୁସି ବାଣ୍ଟନ୍ତି, ମୁଁ ସମସ୍ତଙ୍କ ପାଇଁ କିଛି ନୂଆ ନୂଆ ସରପ୍ରାଇଜ ଦିଅନ୍ତି, କିଛି ଇଏ କରନ୍ତି, ତ ସେ ଯୋଉ ଥିଙ୍କିଙ୍ଗ ଟା କୋଉଠି ନା କୋଉଠି ଦବି ଆଉ ହେଇକି ଭଲ ରହିଯାଇଥାଏ। ସେଇଟା ମୁଁ କରିପାରିବା କିଛି ଖରାପ ଫିଲିଙ୍ଗସ ଟା ନୁହେଁ, ହଁ। ଅନ୍ୟ ପାଇଁ ଗୋଟେ ବହୁତ ଭଲ ଫିଲିଙ୍ଗ। କହିବି ମୋ ବୋଉକୁ ନେଇକି ତ ବୋଉକୁ ହଁ ଦେଖେଇବୁ ଲୋ। ବାପା ନେଇକି ଗୋଟେ ଆଣିବି, ବୋଉ ନେଇକି ଗୋଟେ ଆଣିବି, ଛୁଆଙ୍କ ନେଇକି ଆଣିବି ଆଉ ତ ବାପା ନେଇକି ଆଣିବି, ରୋଜଗାର କରୁଛି ନା ୱାଓ କେତେ ବହୁତ ସୁନ୍ଦର କଥା।
तू निजे निज ऊपर प्राउड फील कर तू हाँ। निजे परिश्रम करिके टंका इनकम करिଛୁ हाँ ମୋ ବୋଉ ଲେମ୍ବୁ ବାଡିରେ ଲଗେଇଥିବ 10ଟା ଲେମ୍ବୁ ବିକ୍ରି କରିଦବ ତା ପଛରେ ତା ଖୁସି ଆପଣ ମାନେ କାଶ ସେତେବେଳେ ସୋସିଆଲ ମିଡିଆ ଥାନ୍ତା ମୁଁ ସେସବୁ କ୍ୟାପଚର କରିଥାନ୍ତି ବାସ୍ ମୁଁ ଭଲ ଥିଲା ବେଳେ ଗୋଟେ ଇନଫ୍ଲୁଏନ୍ସର ହେଇଥାନ୍ତି ଆପଣ ମାନେ ଏଇ ସବୁ ଜିନିଷ ଦେଖିଥାନ୍ତେ ସତରେ ହଁ ଆଗରୁ ବହୁତ ପରିବା ବିକେ ମାମୁଲ ପଇସା ନେଇ ଭାଇ ଏତିକି ବିକିଛି ଜାଣେ ତାକୁ ଦିଏ କିନ୍ତୁ ମୁଁ ରଖିପାରେ ତ ଏଟା ମାନେ ଗୋଟେ ଅଲଗା ଜିନିଷ ଗୋଟେ ମାନେ ବିଜନେସ ସେଟା କେବେ ବିଜନେସ ହେଇପାରିନି ତୋର ଏଠାରେ ତୁ ନିଜେ ଗୋଟେ ପାର୍ଟନର ହେଇକି ହେଲ୍ପ କରୁଛୁ ଯୋଉଥିରେ କି ତୁ ନିଜେ ଇନକମ କରୁଛୁ ଆଉ ତୁ ଯେତେ ଦିନ ପର୍ଯ୍ୟନ୍ତ ପରିଶ୍ରମ କରୁଥିବୁ ତୋ ଶ୍ରେୟ ତତେ ସବୁବେଳେ ମିଳୁଥିବ ସେଟା ତୋ ପାଇଁ ଗୋଟେ ପ୍ରାଉଡ ମୋମେଣ୍ଟ ଆଉ ତୁ ନେଇକି ଦେ ଆଉ ଖାସ କରିକି ତୋ ବାପା ମାକୁ ତୁ ନେଇକି ଏଇଟା ଦବୁ ଦେଖେଇବୁ ଯେ ମୁଁ ଆଜି ଇନକମ କରିଛି ତମ ଝିଅ ଜବ କଲାଣି ତ ଏଇଟା କହିବୁ ବୋଉଲା ତୋ ଝିଅ ଜବ କଲାଣି ଯାଇକି କହିବୁ ନୁହେଁ କି ତମ ଛୁଆ ଦେଇଛନ୍ତି ନା, ନା। ଏଟା ତୁ ତମ ଜବ ତମ କରିଛୁ ଛୁଆ ତମ ପାଇଁ ଯାହା ଆଣୁଛନ୍ତି ସେଟା ତମ ଛୁଆ ଆଣୁଛନ୍ତି ହଁ, ସେଟା ଅଲଗା ସେଟା ଏଟା ଅଲଗା। ପୁରା ହଁ, ଅଲଗା ହଁ, ଏଟା ହଁ, ଛୁଆ ତମ କହିବୁ। ପାଇଁ ଆଣୁନାହାନ୍ତି କହିବୁ ମୁଁ ବିଜନେସ ପାର୍ଟନର ହେଇଛି ମୋ ଆମେ 3 ଜଣ ଗୁଲୁ ଗେଲି ବୋଉ ହଁ ବିଜନେସ ପାର୍ଟନର ଦେଖିବୁ ତ ବୋଉ କେତେ ଖୁସି ହବ ସରପ୍ରାଇଜ କିନ୍ତୁ ଏଇଠି ସରି ନାହିଁ ଏସଡି ଫ୍ୟାମିଲି ଆଉ ମୁଁ ଏବେ ଆସେ ଆଜି ଛୁଆଙ୍କ ମୁଁ ପାଇଁ ବହୁତ ସବୁ ପ୍ରାଉଡ ଖୁସି ପାଉଛୁ ସତ କଥା ଆଜି ଛୁଆଙ୍କ ପାଇଁ ସତ ମୁଁ କଥା ପାଉଛୁ ମୋ ପାଇଁ ନୁହେଁ ଗୁଲୁ ପାଇଁ ଦି ଆମେ ଜଣଙ୍କ ସବୁ ପାଇଁ ଖୁସି ଛୁଆଙ୍କ ପାଇଁ ପରା ହୁଁ। ଦିଟା ଛୁଆଙ୍କ ପାଇଁ ତୋ ପାଇଁ ଏକା ନୁହେଁ ମୁଁ କହିବିନି କେବେ ଜୀବନରେ ହଁ ମୋ ଦିଟା ଗୁଲୁ ଟା ଆମର ସବୁ କିଛି ସିଏ ହଁ। ନ ଆଇଥିଲେ ନା ମୁଁ ଏତିକି ଷ୍ଟ୍ରଙ୍ଗ ହେଇଥାନ୍ତି ନା ତୁ ଏତିକି ଷ୍ଟ୍ରଙ୍ଗ ହଁ ହେଇଥାନ୍ତୁ ୟୁଟ୍ୟୁବ ରୁ ପେମେଣ୍ଟ ଇଏ ହେଇକି ଘରକୁ ଆସିଗଲାଣି କିଛି ମୁଁ ଜାଣିନଥିଲି ତ ଆଜି ଯେତେବେଳେ ଆସିଲା ଏ କଣ ଲଗେଇଲା ଏସଡି ଫ୍ୟାମିଲି ଏଇଟା ହେଲା ମୁଁ ଆଗରେ ବସିଥିବା 2 ଜଣ ବିଜନେସ ଓମେନଙ୍କ ପାଇଁ ଆଜି 2 ଜଣ ବିଜନେସ ଓମେନ ପୁରା କାଟିବେ ଆଜି କେକ୍ କଂଗ୍ରାଚୁଲେସନ କଂଗ୍ରାଚୁଲେସନ ୱାଓ ବହୁତ ସୁନ୍ଦର ହେଇଛି ମୁଁ କେତେ କ୍ୟୁଟ ହେଇଛି ତତେ ଏମିତି ଡିଜାଇନ ପସନ୍ଦ ବି ନା ମତେ ବହୁତ ପସନ୍ଦ ତୁମେ ଆଣିଛ ଆମ ପାଇଁ ତମ 2 ଜଣଙ୍କ ପାଇଁ ଲଭ୍ ୟୁ ଗୁଗଲ ଲଭ୍ ୟୁ ଟୁ ଦେଖି ହସୁନ ଏବେ 2 ଜଣ ଫଟୋ ଉଠାଉଛନ୍ତି ପୁରା ଖୁସିରେ ଆଜି ପୁରା ଖୁସିରେ ପୁରା ଆଖିରେ ଲୁହ ଗଡୁଛି ଆଜି ସମସ୍ତଙ୍କୁ ଫୋନ କରି କିସ କହିବୁ କହିନି ମୁଁ ଚାକିରି କରିନିନି ବିଜନେସ କରିନିନି ପଇସା ପାଇଛି ଆଜି ଢେର ଟଙ୍କା ମୋ ପାଇଛି କଥା କହିବୁନି ନା ଲ ଦିଟା ଛୁଆଙ୍କ ନା ପଇସା ମିଶିକି ଆଜି କହୁଛୁ ଦି ଜଣଙ୍କ ଛୁଆଙ୍କ ପାଇଁ ଆଜି ମୁଁ ଚାକିରି କରିଛି ଆଉ ବିଜନେସ କରିଛି ମାନେ ଚାକିରି ବିଜନେସ କରିକି ପଇସା ପାଇଛି ଆଉ ମୁଁ ଯୋଉ ବିଜନେସ ପଇସା ପାଇଥିଲ ମୁଁ କାଡ ଗନିଲ ଆରୁ ମୋ ମା ବିଜନେସ ପାଇକି 22,000 ଟଙ୍କା ପାଇଛି 26,500 ଟଙ୍କା ହଁ 26,500 ଟଙ୍କା ବୋଉରା ଭୁଲ କହିଦଉଛି କାଲି ସବୁ, ମୁଣ୍ଡ ୟୁଟ୍ୟୁବ ରୁ କାମ ଆସିଛି କରୁନି। 26,500 ତୁ ବା ସୁନା ଛୁଆ ତୋର ନା ମୋ ମୋ ସୁନା ଭଳିଆ ଝିଅ। ସୁନା ଛୁଆ ଅଛନ୍ତି ନା ନା, ଦୁନିଆରେ ନାହାନ୍ତି ପରା। ମୁଁ ସୁନା କହୁଛୁ ମତେ ହୁଁ? କ ହୀରା ଲ ହୀରା। ମୋ ଛୁଆ ଦିଟା ହୀରା। ମତେ ନୁହେଁ ନା। ବୁଲ ଦେଖ ସେ ମତେ ହୀରା କହିଲା ତମକୁ କହିଲା ମୁଁ ତାହେଲେ କଣ ହୀରା ଦିଟା ହୀରା। ଆମକୁ ବୋଉ ସାଙ୍ଗରେ ଲାଗିବାକୁ ବହୁତ ବଢିଆ ଲାଗେ ଓକେ ଚलो ସମସ୍ତେ କାଟିଆ ପକଡ କଂଗ୍ରାଚୁଲେସନ ଆମ ବିଜନେସ ଟିମ୍ ଗୁଲୁ ଗେଲି ବୋଉ ଏସଟି ଫ୍ୟାମିଲି ଓନ୍ ଷ୍ଟୋନ୍ କେକ୍ ଆପଣ ମାନଙ୍କ ପାଇଁ ଆପଣ କେତେ ଭଲ ପାଉଛନ୍ତି ଆମକୁ ଆହୁରି ଆଗକୁ ଆଗକୁ ଏମିତି ପୁରା ସକ୍ସେସ ହୁଅ ବହୁତ ଖୁସି ହୁଅ ଜୀବନରେ ବହୁତ ହବାକୁ ଦୁଃଖ କଷ୍ଟ ଯନ୍ତ୍ରଣା ସବୁ ପଳେଇଲାଣି ମାନେ 7 ବର୍ଷର ଦୁଃଖ କଷ୍ଟ ଯନ୍ତ୍ରଣାକୁ ଭୁଲିକି ଏବେ ସବୁ ଖୁସି ହବା ଆପଣ ମାନେ ବି ଖୁସି ହୁଅନ୍ତୁ ଆଉ ଏ ସକ୍ସେସ ମାନେ କେବଳ ଆମର ନୁହେଁ ଆପଣ ମାନଙ୍କର ବି କାହିଁକି ନା ଆପଣ ମାନେ ବି ଆମର ଫ୍ୟାମିଲି ତ ଆପଣଙ୍କ ଗେଲୁ ଗେଲି ସକ୍ସେସଫୁଲ ହେଇଛନ୍ତି ଆପଣଙ୍କ ବହୁତ ସକ୍ସେସଫୁଲ ହେଇଛନ୍ତି ଆଉ କଣ ଦରକାର ଆପଣଙ୍କୁ ଆପଣ ମାନେ ଏମିତି ଆହୁରି ଅଧିକ ଭଲ ପାଇବା ଦିଅନ୍ତୁ ବହୁତ ସାରା ଆଶୀର୍ବାଦ କରନ୍ତୁ ଆଉ ବିଶେଷ କରି ମୋ ଗେଲି ପାଇଁ ସବୁବେଳେ ପ୍ରାର୍ଥନା କରୁଥାନ୍ତୁ ଯେମିତି ଗେଲି ମୋର ଶୀଘ୍ର ଚାଲିବା ଶିଖି ଯାଉ ବାସ୍ କେବଳ ଆଉ ସେ ଗୋଟିଏ ଦୁଃଖ ବାସ୍ ବାକି ରହିଗଲା ଜୀବନର ଆପଣ ମାନେ ବି ସବୁବେଳେ ସେୟାର କରୁଛନ୍ତି ଯେ ଗେଲି ପାଖରୁ ଆପଣ ମାନେ ବହୁତ ଇନ୍ସପାୟାର ହଉଛନ୍ତି ଗେଲି ଯୋଉ ଭଳିଆ ରୋଗ ସହ ଲଢୁଛି ସେ ମାନେ ତା ଲଢିବା ଦେଖିକି ତା ଫାଇଟିଂ ସ୍ପିରିଟ ଦେଖିକି ଆପଣ ମାନେ ବି ଆପଣ ମାନଙ୍କ ଜୀବନରେ ଯୋଉ ସବୁ ଦୁଃଖ କଷ୍ଟ ଯନ୍ତ୍ରଣା ଅଛି ରୋଗ ଅଛି ସେ ସବୁ ଜିନିଷ ସହ ଲଢୁଛନ୍ତି ନେଗେଟିଭିଟିକୁ ହରେଇକି ପଜିଟିଭ ଲାଇଫ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି ସେଇଟା ଗୋଟେ ବହୁତ ବଡ ଜିନିଷ ତ ସେଥିପାଇଁ ମୋ ମନରେ ବି ଆଜି ଗୋଟେ
इच्छा हला गोटे खुशी लगिला जे मु आपण मानको ए सक्सेस टा भी शेयर करिवि हो तो एटा भी आपण मानको बहुत इंस्पायर करि पारे जदी हुए तो आपण माने लाइफ रे कोडी अटकी चंती बा किछि आगो को बढ़िवार रास्ता पाउनंती हुए तो आपण मानको एटा एते इंस्पायर करिवो जे आपण माने रास्ता खोजी नेबे रास्ता खोजी नबाटा बहुत बड़ इंपोर्टेंट थरे रास्ता खोजी नबा पर परिश्रम करि चलंतु निश्चय सक्सेस हेबे केबे भी आपण माननकु आपण माननक चेष्टा परिश्रम केबे भी हारिबन एतिक मन रखिथिबे बस चेष्टा परिश्रम करि चलंतु भगवान को ऊपर विश्वास रखि चलंतु और पूरा प्रेमर सह कहंतु जय जगन्नाथ एइठिक आस तुम मो पाखु आस यूट्यूब रु फास्ट पेमेंट आसी बिजनेस चैनल ला माने गेली चैनल बस तार ओटा अलगा चैनल जो अछि सेटा माने हमर जो सेकंड यूट्यूब चैनल हटा केवल ब्रांड जो टंका दउतला माने यूट्यूब मोनेटाइजेशन हला पर टंका आसी नतला जे फर्स्ट टाइम यूट्यूब रे पेमेंट आसी कार तोरे मोर जो माने देवस्मिता आईडी ना सेटार जे चला सेटार तो 2 वर्ष 3 वर्ष हलानी लाइव कत आसा टका 26,500 ओहो एटा उठिया लोग आज उठे हम से खुशी माने मु ए पेमेंट आज आसीओ बोली माने YouTube मोनेटाइजेशन नेतले मु जानिथिनी मु केबे चेकिंग करेनी केते फॉलोअर्स लानी गुल्लू तार सब चेक करंदी माने पेमेंट आसी की पेमेंट हम अकाउंट को आसी की गुल्लू जाई की उठे की आनी मते आज सडन देखेले जे माने तोर एति की टंका आसी छी माने मु जानि भी नथिन जे टंका आसी छी बोली आसी सालानी बोली एते उडा हेई गलानी बोली YouTube रो माने मैं जॉब करके पैसा खाइछी देखा बापा बहुत 20,000 21,000 हम काढ होला देखा पॉकेट तमे लुचै देई जा आमो बिजनेस पार्टनर को देमिनी की पेमेंट अवश्य जणे पार्टनर पाइते आउटे पार्टनर को देई नाही पैसा मो पार्टनर धार ये हेले मो कैमरा पार्टनर से हेले मो मॉडल हां ताके देई से 5 ताप प्राप्यता को देई देई छी ऑलरेडी अकाउंट को ट्रांसफर आउ रहिला गुल्लुंग प्राप्य आ भितरे अछि गुल्लो बाबा मते सबले हेल्प करिवो मो जॉब करछि मो बिजनेस पार्टनर मते देछि 5,000 ए किए ताको जॉब करछो ताको साड़ी पिंदा एटा सेटार करछ बोली मो जॉब करछि मो केते खुशी गोटे जा मो जॉब करछि 6-7 मते दरमा आ जेते हने भी दरमाटा हाथ रे धरिवार खुशी गोटे अलग मते केन दोछ तू नहीं जा ने मो पर्स रो पूरे मु करे देमी चलो आगे चलो आगे चला चला चलो मारी चलो तुम्हें भी मो मॉडल मो मां बड़ी यूट्यूब रो पैसा पाई एते सब हमको दो चुकाला मीठा पीठा खाइबो तो कुछ कोन हो जा तोर आगे आगे मां तारिणी बाहु उठे नडिया पठे आशीर्वाद तोर निजे अवस्था था तो निजे चली बोली पानी कर पानी एत कष्ट भितर भगवान जगन्नाथ महाप्रभु आशीर्वाद रो जाओ तोर बुझंदी आ एते सब जो मन सब देखु जंदी ता वीडियो को जो देखु जंदी समान मधन ताको समस्त आशीर्वाद करंतु आ छटा मो मां बुटा उठी चालिने आ टिके समस्त भल पाइबा समस्त देखिबा टिके आ नीलाचल जीवा समस्त का आखि पूरा तरसी गलानी केबे हम गेली चालियो हम ताउटिया देखिबा चलतुवार हां जगबंधु भी चाहि छंदी के दिन छुआ आसी फैमिली हम आज पूरा समस्त पूरा बहुत सारा खुशी जेते जाहले भी माने परिश्रम करिकी हाँ प्रथम दरमा जतबेले हाथ माने लाग्यो जे हाँ गोटे दरमा धरिली प्रथम दरमा जतबेले हाथ धरिया से फीलिंग्स टा गोटे अलग लेवल लो तो मु बस सेटा चाहूतिली माने गेली आज सेटा फील करू जे हाँ प्रथम दरमा आस्ती मु हाथ रे धरिची तो सेति पय ए सरप्राइज टा मु प्लान करितिली आ आपण मान तो जानि चंती बापांकर सब बेले ऑफिस रुए दिन रे प्राय अवेलेबल रही पारंतनी हम ब्लॉग रे आपण मान भी देखि पारंतनी खोजी गंती बापा कड़े हले तो संध्या बेले टाइम हुएनी तापर आसी की बहुत थकारे माने जो मुंड बुलाउचे करचे ऑटो रे जीवा आसिया करचंती ऑफिस को तो हाँ तारी भितरे बहुत किसी प्रॉब्लम भितरे बेले अधे आपण माननकु बापा देखा दियंती हम वीडियो रे तो आदि पुणी आसी के एते बड़ खुशी मोमेंट तो सेति पय एबे भी आसी के खाई सारी के एकना रेस्ट नै थानते किंतु हमें डाकिला गेली डाकिला आसे टिके बापा एठी बसिया तो आपण माने देखुचंती तो हमर तो ई छोटिया परिवार ते तो एतिकरे हम खुशी होचे आपण माननक आशीर्वाद भल पाया भी हम सब बेले अछि आ सब बेले एमते रही थाउ आ सब बेले म आपन पाखरे गोटिए प्रार्थना करी आछि आपनक प्रार्थना रे बस मो गेली ना टिके टिके जोड़ी देबे जे हम गेली को टिके शीघ्र भल करतियंतु भगवान सेति के सब बेले करथिबे
ବାସ୍ ଆଜି ରହିଲୁ ଏତିକି। ଜୟ ଜୟ ଜଗନ୍ନାଥ। ଜଗନ୍ନାଥ।